1 ଅଗଷ୍ଟରୁ ନୂଆ ୟୁପିଆଇ ନିୟମ। ଜଣେ ୟୁପିଆଇ ବ୍ୟବହାରକାରୀ ପ୍ରତିଦିନ ମ୍ୟାକ୍ସିମମ୍ 50 ଥର ବାଲାନ୍ସ ଚେକ୍ କରିପାରିବେ। ଯଦି ଆପଣ ଗୁଗଲ ପେ, ଫୋନ୍ପେ ଦୁଇଟି ଆପ୍ ବ୍ୟବହାର କରୁଛନ୍ତି, ତାହେଲେ ପ୍ରତ୍ୟେକ ଆପ୍ ଭିତରେ ଲିମିଟ୍ ରହିବ। ଗୋଟିଏ ଦିନରେ 25 ଥର ମାତ୍ର ଆପଣମାନେ ଆପଣଙ୍କର ଫୋନ୍ ନମ୍ବର ସହିତ ଲିଙ୍କ ଥିବା ବ୍ୟାଙ୍କ ଖାତାର ଡିଟେଲ୍ସ ଦେଖିପାରିବେ। ଯଦି ଆପଣମାନଙ୍କର କୌଣସି ଟ୍ରାଞ୍ଜାକ୍ସନ୍ ପେଣ୍ଡିଂ କିମ୍ବା ଷ୍ଟକ୍ ରହିଛି, ତାହେଲେ ଆପଣମାନେ ଏହାର ପ୍ରତ୍ୟେକଟି ଟ୍ରାଞ୍ଜାକ୍ସନ୍ ପାଇଁ ମାତ୍ର 3 ଥର ଟ୍ରାଞ୍ଜାକ୍ସନ୍ ଷ୍ଟାଟସ୍ ଚେକ୍ କରିପାରିବେ ଏବଂ ପ୍ରତ୍ୟେକ ଥର ଚେକ୍ରେ 90 ସେକେଣ୍ଡର ବ୍ୟବଧାନ ରହିବା ଆବଶ୍ୟକ। ଆପଣମାନଙ୍କର ଯାହା ବି ଅଟୋପେ ସ୍ଲଟ୍ ରହୁଛି, ସବସ୍କ୍ରିପସନ୍, ୟୁଟିଲିଟି ବିଲ୍, EMI ଇତ୍ୟାଦି ଅଟୋପେ ଟ୍ରାଞ୍ଜାକ୍ସନ୍ ଗୁଡ଼ିକ ପାଇଁ ଫିକ୍ସଡ ଟାଇମ୍ ୱିଣ୍ଡୋ ମଧ୍ୟରେ ପ୍ରକ୍ରିୟା କରାଯିବ। ଅଟୋପେ ପାଇଁ ଯାହା ବି ସମୟ ଲାଗୁ ହୋଇଥିବ, ସେହି ସମୟ ଆଗରୁ କିମ୍ବା ପରେ ସିଡ୍ୟୁଲ୍ଡ ଅଟୋପେ ଲାଗୁ ହେବ ନାହିଁ। ଟ୍ରାଞ୍ଜାକ୍ସନ୍ ସୀମା ଉପରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯାହା ପୂର୍ବରୁ ଦୈନିକ 1 ଲକ୍ଷ ଟଙ୍କାର ଲିମିଟ୍ ଥିଲା ଏବଂ ବିଶେଷ ଶ୍ରେଣୀଗୁଡ଼ିକ ପାଇଁ 5 ଲକ୍ଷ ଟଙ୍କାର ଲିମିଟ୍ ଥିଲା, ତାର କୌଣସି ପରିବର୍ତ୍ତନ ହୋଇନାହିଁ। ତାହା ହିଁ ବଳବତ୍ତର ରହିଛି। ଯଦି ଆପଣମାନେ 90 ଦିନ ପର୍ଯ୍ୟନ୍ତ ୟୁପିଆଇ ଲିଙ୍କ ଥିବା ଫୋନ୍ ନମ୍ବରକୁ ବ୍ୟବହାର କରିନାହାନ୍ତି, ତାହେଲେ ଆପଣଙ୍କର ୟୁପିଆଇ ଆକାଉଣ୍ଟ ସ୍ୱୟଂଚାଳିତ ଭାବରେ ଡିଆକ୍ଟିଭେଟ୍ ହୋଇଯିବ। ଇଏ ତ ଥିଲା ୟୁପିଆଇ ଅପଡେଟ୍କୁ ନେଇକି ଏକ ଛୋଟିଆ ଆନାଲିସିସ୍। ତାହେଲେ ଏବେକାର ଭିଡ଼ିଓରେ ବର୍ତ୍ତମାନ ପାଇଁ ଏତିକି। ପୁଣି ଦେଖା ହେବ ଆପଣମାନଙ୍କ ସାଥିରେ ନେକ୍ସଟ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ପାଖରୁ ବିଦାୟ ନେଉଛି। ଧନ୍ୟବାଦ।